ଆର ଅର୍ଥ ହେଉଛି ଯାହାର ଦରକାର ଅଛି ସେ ସେଠି ନେଇପାରିବ ଏବଂ ଯାହାର ବଳୁଛି ସେ ଆଣିକି କଣ ମାନେ କୋଉ କୋଉ ଲୋକ ଆସିବେ କେତେ ନେଲେଣି କଣ ସବୁ ଆଇଟମ୍ ବେଶୀ ଚାଲିଛି? ଦେଖନ୍ତୁ ଏଇଟା ଲୋକମାନେ ନେଉଛନ୍ତି ଆପଣ ଦେଖନ୍ତୁ ନେଉଛନ୍ତି ଆଉ ଆଜି ମିନିମମ୍ 30 ଜଣ ଖଣ୍ଡେ ଲୋକ ନେଇସାରିଲେଣି ଆଉ ପରଦିନ ଯାଇଥିଲା 70ଟା ଡ୍ରେସ୍ ନେଇକି ମ୍ୟାଡ଼ାମ ଏଇଟା ସମାଜ ପାଇଁ କୋଉ ଭଳିଆ ବାର୍ତ୍ତା ଇଏ କହିବେ? ଦେଖନ୍ତୁ ଆମର ମଣିଷ ସମାଜରେ ବଞ୍ଚିବା ପାଇଁ ଆମର ବାସଗୃହ ଖାଦ୍ୟ ଏବଂ ବସ୍ତ୍ର ଏ ତିନୋଟି ଜିନିଷ ନିହାତି ଆବଶ୍ୟକ। ତେଣୁକରି ଗଭର୍ଣ୍ଣମେଣ୍ଟ ତ ଟଙ୍କିକିଆ ଚାଉଳ ଆରାମସେ ଦେଇ ଦେଉଛି ଆଉ ବାସଗୃହ ଯେଉଁଠି ଯାହାକୁ ଯେମିତି ପଇସା କରିବା କଥା କରୁଛନ୍ତି ଆମେ ତ ବାସଗୃହ ଦେଇପାରିବୁ ବାକି ରହିଲା ବସ୍ତ୍ର ଆମେ କିଛି ଦେଖନ୍ତୁ କିଛି ନୂଆ ଆମେ କିଣିଛୁ ଆଉ କିଛି ଲୋକମାନେ ଯେଉଁଗୁଡ଼ା ଭଲ ଭଲ ଡ୍ରେସ୍ ଆମ ନିଜର ବି ଥିଲା ସେଗୁଡ଼ା ଆମେ ଦେବୁ। ମ୍ୟାଡ଼ାମ କେତେ ଦିନ ହେଲାଣି ଦେଉଛନ୍ତି ଆଉ କେତେ ଦିନ ଦେବେ? ଆମେ ତ ପ୍ରତ୍ୟେକ ବର୍ଷ ବାଲିଯାତ୍ରାରେ ପକାଉ ଯେହେତୁ କରୋନା 2 ବର୍ଷ ହେଇଥିଲା ବାଲିଯାତ୍ରା ବନ୍ଦ ଥିଲା ସେଇ 2 ବର୍ଷ ବନ୍ଦ ଥିଲା ତାପରେ ଆରମ୍ଭ ହେଲା ଦିନରୁ 2017ରୁ ଏଠି ପଳେଇ ଆସୁଛି। ଆଉ କେତେ ଦିନ ଦେବେ? ଏ ବାଲିଯାତ୍ରା ସରିଲା ପର୍ଯ୍ୟନ୍ତ ଆମେ ଦେବୁ ଆଉ ଆମର ଯେତେବେଳେ ଅଲଗା ଜାଗାରେ ଯେଉଁଠି ଆମର ରହୁଛନ୍ତି ଆମେ ଅଭାବୀ ଲୋକଙ୍କୁ ଅନୁଭବ କରୁଛନ୍ତି ଅଭାବୀ ଲୋକ ସେମାନଙ୍କର ବସ୍ତ୍ରର ଆବଶ୍ୟକତା ରହିଛି ଆମେ ସେ ସ୍ଥାନକୁ ଯାଇକିରି ସମାଜର ଯୋଉ ସବୁ ମାନେ ଭଲ ହାଇ ଷ୍ଟାଟସ୍ ମେଣ୍ଟେନ୍ କରୁଛନ୍ତି ସେମାନଙ୍କୁ କଣ କହିବେ ଚ୍ୟାନେଲ ମାଧ୍ୟମରେ? ଦେଖନ୍ତୁ ଆଜିକାଲି ଯେଉଁମାନେ ହାଇ ଷ୍ଟାଟସ୍ ମେଣ୍ଟେନ୍ କରୁଛନ୍ତି ନ୍ୟୁ ଜେନେରେସନ୍ ଯେଉଁମାନେ ବି ଅଛନ୍ତି ସେମାନେ ଗୋଟେ ଡ୍ରେସ୍ କିଣି ଦେଉଛନ୍ତି ଥରେ ଦୁଇଥର ପିନ୍ଧିଦେଲା ପରେ ସେମାନଙ୍କୁ ଫୋପାଡ଼ି ଦେଉଛନ୍ତି ସେମାନେ ୟୁଜ୍ କରୁନାହାନ୍ତି କିନ୍ତୁ ଆମ ସମାଜରେ ଏମିତି ଅନେକ ଗରିବ ଲୋକ ଅଛନ୍ତି ଯେଉଁମାନେ ଚିରା ଫଟାରେ ପିନ୍ଧୁଛନ୍ତି ସେମାନଙ୍କ ପାଖରେ ପିନ୍ଧିବାକୁ ବସ୍ତ୍ରଟିଏ ନାହିଁ ତେଣୁ ସେମାନଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଆପଣମାନଙ୍କ ମାଧ୍ୟମରେ ଏଭଳି କାର୍ଯ୍ୟ କରନ୍ତୁ ନାହିଁ ସେଗୁଡ଼ା ଫୋପାଡ଼ନ୍ତୁନି ସେଇ ଜିନିଷକୁ ଆଣିକି ଆମକୁ ଦିଅନ୍ତୁ ବା ଆପଣମାନେ ଜାଣିକି ବି ଯେଉଁଠି ଅଭାବୀ ଲୋକ ଅଛନ୍ତି ସେମାନଙ୍କୁ ଦିଅନ୍ତୁ ଆପଣଙ୍କର ଦାନ କରିବାର ଯୋଜନାଟା ତାଙ୍କ ପାଇଁ ମହାଧର୍ମ ହେଇଯିବ ସେମାନଙ୍କ ନିଜର ଲଜ୍ଜାର ସେ ଘରେଇ ପାରିବେ ଯେଉଁଟାକି ମଣିଷ ପାଇଁ ନିହାତି ଆବଶ୍ୟକ।